ଉପବାସର ଅର୍ଥ କ'ଣ? ଏହା କାହିଁକି କରାଯାଏ? ଉପର ଅର୍ଥ ହେଉଛି ନିକଟତର, ବାସର ମାନେ ହେଉଛି ବାସ କରିବା, ଅର୍ଥାତ୍ ଭଗବାନଙ୍କ ନିକଟରେ ବାସ କରିବା ହିଁ ହେଉଛି ପ୍ରକୃତ ଉପବାସ। ଉପବାସ ରଖିବା ପୂର୍ବରୁ ନିଜେ ସଂକଳ୍ପ ନେବା ଉଚିତ ଯେ ଆଜିର ଦିନରେ ନିଜକୁ ଭଗବାନଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ କରିବା। କିପରି? ଭଗବାନଙ୍କର ଚିନ୍ତନ କରିବା, ଭଗବାନଙ୍କର ଭଜନ କରିବା, ଭଗବାନଙ୍କର ଲୀଳାଖେଳା ବିଷୟରେ ଶ୍ରବଣ କରି ନିଜକୁ ହଜେଇ ଦେବା। ମନ୍ଦିରକୁ ଯାଇ ଭଗବାନଙ୍କର ପୂଜାବିଧି ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଯଥାବିଧି ସେବା କରିବା, ଇଏ ହେଉଛି ପ୍ରକୃତ ଉପବାସ। ଏହି ଦିନରେ ଭଗବାନଙ୍କ ଭିନ୍ନ ଅନ୍ୟ କୌଣସି ନକାରାତ୍ମକ ଚିନ୍ତା ସ୍ୱପ୍ନରେ କିମ୍ବା ମନରେ ଧରିବା ଉଚିତ ନୁହେଁ। ଏହାକୁ ଉପାସରେ ରହି କରିପାରନ୍ତି, ଅନ୍ୟଥା ଫଳମୂଳ ସ୍ୱଳ୍ପ ସାତ୍ତ୍ୱିକ ଭୋଜନ କରି ମଧ୍ୟ ଉପବାସ